ନୂଆ ବର୍ଷରେ 3 ଥର ଆସିବ ସୁଭଦ୍ରା ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। 2025ରେ 3 ଥର ଟଙ୍କା ଆସିବ। ସୁଭଦ୍ରା ଯୋଜନାକୁ ନେଇ ସୋମବାର ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। 2025ରେ ମହିଳାଙ୍କୁ 3 ଥର ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2025 ସୁଭଦ୍ରା ଯୋଜନାରେ ବର୍ଷ। ନୂଆ ବର୍ଷରେ ଚତୁର୍ଥ ଥର ପର୍ଯ୍ୟାୟ ଟଙ୍କା ସହ ମାର୍ଚ୍ଚ ମାସରେ ମହିଳା ଦିବସରେ ଏବଂ ରକ୍ଷାବନ୍ଧନରେ ମହିଳାମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ସର୍ଭେ ଶେଷ ହେବ। ଆଜି ଫିଲ୍ଡ ରିପୋର୍ଟ ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ। ଯେମିତି ଏହି ଯୋଜନାରୁ କେହି ବଞ୍ଚିତ ହେବେ ନାହିଁ, ସେଥିପ୍ରତି ଗୁରୁତ୍ୱ ଦିଆଯିବ। ସୂଚନାଯୋଗ୍ୟ ଯେ ଡିସେମ୍ବର 1 ସୁଦ୍ଧା ସୁଭଦ୍ରା ଟଙ୍କାର ମୋଟ 1,05,36,612 ଜଣ ଆବେଦନ କରିସାରିଛନ୍ତି। ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ କେଉଁ କାରଣ ଯୋଗୁଁ ସେମାନଙ୍କର ଅର୍ଥ ଯୋଗେ ପଠାଯାଇ ପାରିନାହିଁ, ସେ ସମ୍ପର୍କରେ ଅନୁଧ୍ୟାନ କରାଯାଇଛି। ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପଠାଇବାରେ ରହୁଥିବା ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଅଙ୍ଗନବାଡ଼ି କର୍ମୀ ଏବଂ ବ୍ୟାଙ୍କ ମିତ୍ର ଆଦି କ୍ଷେତ୍ର ସ୍ତରରେ ଯାଞ୍ଚ କରିଛନ୍ତି। କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ପାଖରେ ପହଞ୍ଚି ସଚେତନ ମଧ୍ୟ କରିଛନ୍ତି। ବିଭିନ୍ନ ଜିଲ୍ଲାରେ ସରକାରୀ କାର୍ଯ୍ୟକ୍ରମ ହେଉଥିବା ସହାୟତା କେନ୍ଦ୍ର ପରିଚାଳନା ପାଇଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସୁଭଦ୍ରା ସମ୍ପର୍କିତ ଆପତ୍ତି ଅଭିଯୋଗ ସିଧାସଳଖ ଲୋକମାନେ ଅନଲାଇନ୍ ମାଧ୍ୟମରେ କରିପାରିବେ। ସମସ୍ତ ପ୍ରକ୍ରିୟା ସୁବ୍ୟବସ୍ଥା ବା ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ସଦ୍ୟସ୍ଥିତି ଅନୁଧ୍ୟାନ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ ଉଚ୍ଚ ପଦାଧିକାରୀ ଏହି ବୈଠକରେ ଭିଡ଼ିଓ କନଫରେନ୍ସରେ ଯୋଗଦାନ ଦେଇଥିଲେ। ଧନ୍ୟବାଦ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ। ଏଭଳି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ମୋର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।